ମାଫିଆଙ୍କ ଆକ୍ରୋଶର ଶିକାର ହେଲେ ପ୍ରଶାସନିକ ଅଧିକାରୀ। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ ସ୍ୱାଇଁ ଓ ରାଜସ୍ୱ ନିରୀକ୍ଷକ ପ୍ରଦୀପ ଜେନାଙ୍କ ସମେତ 5 ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବାଲି ମାଫିଆମାନେ ଲୁହା ରଡ୍ରେ ଆକ୍ରମଣ କରିବା ଯୋଗୁଁ ତହସିଲଦାରଙ୍କ ମୁଣ୍ଡ ଫାଟିଯାଇଛି। ଏହାସହ ଅଭିଯୁକ୍ତମାନେ ଆର୍ଆଇ ଅଫିସ୍ ମଧ୍ୟରେ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଘଟଣା ଘଟିବା ସମୟରେ ତହସିଲଦାର କୌଶଳକ୍ରମେ ବାଲି ମାଫିଆଙ୍କ କବ୍ଜାରୁ ଖସିଯାଇ ଭଣ୍ଡାରୀ ପୋଖରୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଭଣ୍ଡାରୀ ପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହି ଘଟଣାରେ 20 ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ତେବେ ଏଯାବତ୍ ପୋଲିସ କାହାରିକୁ ଗିରଫ କରିନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଗତ ସୋମବାର ସକାଳେ ବୈତରଣୀ ନଦୀରୁ ବାଲି ନେଇ ଆସୁଥିବା 5ଟି ଗାଡ଼ିକୁ ଆର୍ଆଇ ମଞ୍ଜୁରୀ ରୋଡ୍ ନିକଟରେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ସେଥିରୁ 3ଟି ଗାଡ଼ିକୁ ଛାଡ଼ି ଦେଇଥିବା ବେଳେ ଅନ୍ୟ 2ଟି ଗାଡ଼ି ନମ୍ବରର ଫଟୋ ଉଠାଇ କାର୍ଯ୍ୟାଳୟକୁ ଚାଲି ଆସିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ପରେ ଏହା ଉଗ୍ର ରୂପ ନେଇଥିଲା। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।